ପ୍ରକୃତରେ ମାର ଆଗରୁ ଏକ୍ସପିରିଏନ୍ସ ଅଛି କାହିଁକିନା ଆମେ ଯେତେବେଳେ ମୁଁ ଯେତେବେଳେ ଛୋଟ ଥିଲି ସ୍ପେଶାଲି ତ ଆମ ବାଡ଼ିରେ ପ୍ରାୟ ପନିପରିବା ମା ଆଉ ବାପା ମିଶିକି ଲଗାନ୍ତି ତ ସେଥିପାଇଁ ସେବେଠାରୁ ମାର ମାନେ ଚାଷ ପ୍ରତି ଆଗ୍ରହ ବହୁତ ଆଉ ବହୁତ ପାଣି ଦେଇଦେବୁ। ହଁ ଦେଇଦେବା ଆଉ ବହୁତ ସାରା ବି ଆମ ବାଡ଼ିରେ ମାନେ ସବୁ ପ୍ରକାର ପରିବା ଲଗାଯାଏ ନାଇଁ ନା ମା? କ'ଣ କ'ଣ ଲଗେଇବୁ ଟିକେ କହିଦେଉନୁ? ସବୁ ଲଗାଯାଏ ଜହ୍ନି ଛଞ୍ଚିଣା ଭେଣ୍ଡି ବୋଇତିକାଳୁ ଆଉ ଲାଉ କଖାରୁ ପାଣି କଖାରୁ ମାନେ ଏତେ ସାରା ମାନେ ଲଗାଯାଏ ସବୁ। ଝୁଡ଼ଙ୍ଗ ଛୁଇଁ। ତ ଯେତେବେଳେ ସତରେ ମୁଁ ସେତେବେଳେ ମୋର ଏତେ ମନେ ନାହିଁ ସେ ଟାଇମ୍ ମାନେ କେବେ ଆମର ମାନେ ଏମିତି ବାଡ଼ିରେ ସବୁ ବାଡ଼ି ବଗିଚାରେ ଲଗାଯାଏ କିନ୍ତୁ ତାପରେ ବାପାଙ୍କ ଗଲାର ପାଖାପାଖି ହେଇଗଲେ 20 ବର୍ଷ ପରେ ପୁଣି ଆମ ବାଡ଼ିରେ ଟିକେ ଆମେ ଆସ୍ତେ ଆସ୍ତେ ପୁଣି ମନେ କଲୁ କି ଟିକେ ଆମ ବାଡ଼ିରେ କିଛି ପନିପରିବା ଲଗେଇକି ମାନେ କିଛି ନହେଲେ ତ ଖାଇବା ପାଇଁ ତ କିଛିଟା ଘରୁ ବାଡ଼ିରୁ ବାହାରିଯିବ। ତ ଯେତେବେଳେ ମନ ଏବେ ମନ ହେଲା ଏଇନା ଶାଗ ଖାଇବା ପାଇଁ ମନ କଲୁ ତ ଶାଗ ଆମର ଯଦି ଏଇନା ନଥାନ୍ତା ବାଡ଼ିରେ ଏଇନା ଶାଗ ଆମକୁ ଏଇନା ମାର୍କେଟ ଯିବାକୁ ପଡ଼ିଥାନ୍ତା ମାର୍କେଟରେ ଏଇନା ସଡ଼ନ୍ କିନା ଆସିକି ସେକେଣ୍ଡ ହାଫ୍ ହେଲାଣି ତ ଶାଗ ମିଳିନଥାନ୍ତା ନା ଯାହେଲେ ତ ବାଡ଼ିରୁ ମିଳିଯାଉଛି ନା କ'ଣ? ପ୍ରକୃତରେ ବାଡ଼ିରେ କିଛି ଚାଷ କଲେ ବହୁତ ସାରା ଫାଇଦା ଅଛି ନା। ଦେଖନ୍ତୁ ମୋ ମା ତା ଭିତରେ କେତେ ସାରା ଶାଗ ତୋଳିଦେଲାଣି ଦେଖନ୍ତୁ ମୋ କଂସା ଫୁଲ୍ ହେଇଗଲାଣି। ମରିଗଲାଣି ଲୋକ ପାଣି ଟିକେ ଦେଇଦେଉନୁ ଗଛ ମରିଗଲାଣି 2 ଦିନ ହେଲା ପାଣି ଦିଆହେଇନି ଆଉ ଦେହଟା ବି ଭଲ ଲାଗୁନି ଆଉ କ'ଣ କରିବୁ ବାଲି ପାଇଁ ମରିଯାଉଛି। ଦେଖନ୍ତୁ ଫଟାଫଟ ଫଟାଫଟ ମୋ ମା କେତେ ସାରା ଜାଗା ଫାଙ୍କା କରିଦେଲା କାଟି ଦେଇକି ଦେଖନ୍ତୁ କାହିଁକିନା ମୁଁ ପାରିବିନି ମୋତେ ମା ଆକ୍ଚୁଆଲି କହିଲା କି ତୁ ଯାଇକି ତୋଳି ଆଣେ ତାପରେ ତ ମନ ବୁଝିଲାନି କି ନାଇଁ ମୁଁ ପାରିବିନି ମାନେ ଠିକ୍ ଠାକ୍ କାଟିକୁଟି ସେଥିପାଇଁ ସେ ନିଜେ କହୁଥିଲା ମୋ ଗୋଡ଼ ବିନ୍ଧୁଛି ମୁଁ ଆଉ ଯାଇପାରିବିନି ତୁ ନେଇ ଆସେ ସେ ଆସିଲା ଦେଖନ୍ତୁ ହଁ ଲୋ ମା ଏଗୁଡ଼ା ଗଛ ଗୁଡ଼ାକ ଆମର ଇଏ ହେଇଗଲାଣି ପାଣି ମଡ଼େଇ ଦେଉନୁ ଏଇନା ଖରା ଟିକେ ଯାଉ ମଡ଼େଇବା ଆଉ ନା ମନେ ପକେଇଦେବୁ ଆଜି କରିବା ଏମିତି କିଛି ଆମର ହାର୍ଭେଷ୍ଟିଂ ଚାଲିଛି ଏଇନା।